କାହିଁକିନା ଲୋକଙ୍କ ଏବେ ଯାହା ଆପଣ 100ଟା ଲୋକଙ୍କୁ ପଚାରି ଦିଅନ୍ତୁ ତା 80 ଲୋକ କହୁଛନ୍ତି ଏଥରକ କଂଗ୍ରେସ ହେବ। ତା କାରଣ ହେଉଛି କେବେ ସ୍ୱପ୍ନରେ ମଧ୍ୟ 24 ବର୍ଷର ଦଳକୁ ହରେଇକି ବିଜେପି ହେବ ବୋଲି କେହି ଭାବିନଥିଲେ। ଏଇ ଲୋକମାନେ ବିରୋଧ ଆଭାସ କରିକି ସେ ବିଜେପି ଆଇଲେ। ସେଇଭଳିଆ ଯଦି ଆମେ ଲୋକଙ୍କ ସାଙ୍ଗରେ ରହିବା, ଆମେ ଲୋକଙ୍କର ଅସୁବିଧା ସହିତ ଠିଆ ହେବା, ଜନସାଧାରଣଙ୍କର ଅସୁବିଧାକୁ ନେଇ ଗ୍ରିଭାନ୍ସରେ ଆମେ ପହଞ୍ଚାଇବା, ଠିକ୍ ଭାବେ କାର୍ଯ୍ୟକାରୀ କରିବା, ତ ଲୋକମାନେ ନିଶ୍ଚିତ ଆପଣଙ୍କୁ ଆଦରିବେ। ଆପଣ ବ୍ୟବହାରରେ, ଆପଣ ଆଚାରରେ, ଆପଣ କାର୍ଯ୍ୟପ୍ରଣାଳୀରେ ନିଜକୁ ସଂଶୋଧନ କରିବାକୁ ପଡ଼ିବ, ଲୋକଙ୍କ ସାଙ୍ଗରେ ରହିବାକୁ ପଡ଼ିବ ଏବଂ ଲୋକଙ୍କର ପ୍ରତିଦିନର ଦୈନନ୍ଦିନ କାର୍ଯ୍ୟପ୍ରଣାଳୀରେ ଆମକୁ ସଂଶ୍ଳିଷ୍ଟ ହେବାକୁ ପଡ଼ିବ। ପ୍ରଦୀପ ପ୍ରଧାନ। କ'ଣ କହିବେ ଯେଉଁ ଦଳ ଛାଡ଼ିକି ଆଜି ପୁଣି ଥରେ ନିଜ ଘରକୁ ଫେରିଛନ୍ତି, କେତେ ଖୁସି ଲାଗୁଛି? ବହୁତ ଖୁସି ଲାଗୁଛି, କାହିଁକିନା ପୁରୁଣା ଦଳକୁ ଆମେ ଫେରି ଆସିଛୁ। ଦୀର୍ଘ 30 ବର୍ଷ ହେଲା ଆମେ ଦଳରେ ଛାତ୍ର ଜୀବନରୁ କଂଗ୍ରେସ ଦଳରେ କରିଥିଲୁ ଲୁଲୁଙ୍କ ନେତୃତ୍ୱରେ। ଏବେ ଭକ୍ତଙ୍କ ନେତୃତ୍ୱରେ ଦଳ ଆହୁରି ଆଗକୁ ଯିବ ବୋଲି ଆମେ ସମସ୍ତେ ଆଶା କରି ଆମ ଯୁବବନ୍ଧୁମାନେ ସହିତ ଆମେ ଏକଜୁଟ ହେଇଛୁ। ଆମେ ଅଂଶୁମାନ ମହାନ୍ତିଙ୍କ ସହିତ ସାଙ୍ଗରେ ଆମେ ଯାଇଥିଲୁ ବିଜେଡ଼ିକୁ। ସେ ଜଣେ ଭଲ ବ୍ୟକ୍ତିତ୍ୱ, ଏଇଟା ସତ୍ୟ। କିନ୍ତୁ ତା ସତ୍ତ୍ୱେ ବି ଆମମାନେ ଆମ ଦଳରେ କାମ କରିବାର, କଂଗ୍ରେସରେ କାମ କରିବାର ଯେଉଁ ସ୍ୱାଧୀନତା, ସେଭଳିଆ ସ୍ୱାଧୀନତା ଆଉ କେଉଁ ଦଳରେ ନାହିଁ। ସେଥିପାଇଁ ଆମେ ପୁନଶ୍ଚ ଭାବେ କିପରି ଦଳକୁ ଆଗକୁ ନେବୁ, କେମିତି ନେତୃତ୍ୱରେ ଆମେ ଆଗକୁ ଯିବୁ, ଆମ ଲୋକଙ୍କ କାମ ସହିତ ରହିବୁ, ଗରିବ ଖଟିକିଆ କୃଷକମାନଙ୍କ ସହିତ ରହିବୁ, ସମସ୍ତଙ୍କ ଲଢ଼େଇ କେମିତି ଆମେ ଲଢ଼ି କରିପାରିବୁ, ସେଥିପାଇଁ ଆମେ ସମସ୍ତେ ପୂର୍ବ ଦଳକୁ ଆମେ ଫେରି ଆସିଛୁ। 27ରେ ଯେହେତୁ ପଞ୍ଚାୟତ ନିର୍ବାଚନ, କେମିତି କଂଗ୍ରେସ କେମିତି ଫଳପ୍ରଦ? ନିଶ୍ଚିତ ଭାବେ ଭଲ ହେବ, ନିଶ୍ଚିତ ଭାବେ ଭଲ ହେବ। କାହିଁକିନା ଲୋକଙ୍କ ଏବେ ଯାହା ଆପଣ 100ଟା ଲୋକଙ୍କୁ ପଚାରି ଦିଅନ୍ତୁ ତା 80 ଲୋକ କହୁଛନ୍ତି ଏଥରକ କଂଗ୍ରେସ ହେବ। ତା କାରଣ ହେଉଛି କେବେ ସ୍ୱପ୍ନରେ ମଧ୍ୟ 24 ବର୍ଷର ଦଳକୁ ହରେଇକି ବିଜେପି ହେବ ବୋଲି କେହି ଭାବିନଥିଲେ। ଏଇ ଲୋକମାନେ ବିରୋଧ ଆଭାସ କରିକି ସେ ବିଜେପି ଆଇଲେ। ସେଇଭଳିଆ ଯଦି ଆମେ ଲୋକଙ୍କ ସାଙ୍ଗରେ ରହିବା, ଆମେ ଲୋକଙ୍କର ଅସୁବିଧା ସହିତ ଠିଆ ହେବା, ଜନସାଧାରଣଙ୍କର ଅସୁବିଧାକୁ ନେଇ ଗ୍ରିଭାନ୍ସରେ ଆମେ ପହଞ୍ଚାଇବା, ଠିକ୍ ଭାବେ କାର୍ଯ୍ୟକାରୀ କରିବା, ତ ଲୋକମାନେ ନିଶ୍ଚିତ ଆପଣଙ୍କୁ ଆଦରିବେ। ଆପଣ ବ୍ୟବହାରରେ, ଆପଣ ଆଚାରରେ, ଆପଣ କାର୍ଯ୍ୟପ୍ରଣାଳୀରେ ନିଜକୁ ସଂଶୋଧନ କରିବାକୁ ପଡ଼ିବ, ଲୋକଙ୍କ ସାଙ୍ଗରେ ରହିବାକୁ ପଡ଼ିବ ଏବଂ ଲୋକଙ୍କର ପ୍ରତିଦିନର ଦୈନନ୍ଦିନ କାର୍ଯ୍ୟପ୍ରଣାଳୀରେ ଆମକୁ ସଂଶ୍ଳିଷ୍ଟ ହେବାକୁ ପଡ଼ିବ।